आंध्रରୁ କାଶୀ ଯାଉଥିବା ତୀର୍ଥଯାତ୍ରୀ ଦୁର୍ଘଟଣା 10 ଗୁରୁତର ଜଣେ ମୃତ। ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା ଟ୍ରଲର। 16 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ବସ୍ରେ ଆନ୍ଧ୍ରପ୍ରଦେଶର ଅଙ୍ଗୁର ଅଞ୍ଚଳର ପ୍ରାୟ 250 ଲୋକ ପ୍ରଥମେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଥିଲେ। ପରେ କାଶୀ ଅଭିମୁଖେ ଯାଉଥିବା ବେଳେ ଗୋଟିଏ ବସ୍କୁ ପଛରୁ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାରେ ଟ୍ରଲର ଡ୍ରାଇଭର ଜଣେ ମୃତ୍ୟୁବରଣ କରିଥିବା ବେଳେ ତୀର୍ଥଯାତ୍ରୀ ଭିତରେ 10 ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ଗୁରୁତରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତେବେ ଅନ୍ୟ ତୀର୍ଥଯାତ୍ରୀଙ୍କୁ ଗୋଟିଏ ପଡ଼ିଆରେ ରଖାଯାଇଛି। ଖାଦ୍ୟପେୟର ବ୍ୟବସ୍ଥା ହୋଇଛି। ଗୁରୁତରମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଭଦ୍ରକରୁ ସୁବ୍ରତ ବେହେରାଙ୍କ ରିପୋର୍ଟ, ମାନବାଧିକାର ନ୍ୟୁଜ୍ ଇଣ୍ଡିଆ।